हेलो सांग माने नमस्ते जय जगन्नाथ। पानी सन्तुला हो बा परिबा सन्तुला हो सबो घरे प्रायतः सन्तुला बनी थाए। ସେଥିପାଇଁ ଆଜି ଆମେ ବନେଇବା ଖାଲି ଲାଉ ସନ୍ତୁଳା, ତାହା ବି ପୁଣି କ୍ଷୀର ଦେଇକି। ଆପଣ ଥରେ ମୋ ଷ୍ଟାଇଲରେ ଏଇଭଳି ଭାବରେ ଲାଉ ସନ୍ତୁଳାକୁ ବନେଇକି ଦେଖନ୍ତୁ, ପିଲାଠୁ ବଡ଼ ସମସ୍ତଙ୍କୁ ଭଲ ଲାଗିବ ଖାଇବା ପାଇଁ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ନମସ୍କାର, ମୁଁ ସ୍ମୃତି ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ରେସିପି ଚ୍ୟାନେଲକୁ। ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ ଥରେ, ଆଉ ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିବା ପାଇଁ ଅନୁରୋଧ ରହିଲା। ଏଇଠି ମୁଁ ଗୋଟେ ଲାଉ ନେଇଛି। ଗୋଟେ ଲାଉକୁ ମୁଁ ଏଇଠି ଚାଞ୍ଚିକି ଭଲସେ ଧୋଇକି ତାକୁ ଏମିତି ଛୋଟ ଛୋଟ କାଟି ଦେଇଥିଲି। ଛୋଟ ଛୋଟ କାଟିବା ଫଳରେ ଆମକୁ ଲାଉ ସନ୍ତୁଳାଟା ଆହୁରି ଟେଷ୍ଟି ଲାଗିବ। ପ୍ରଥମେ କଢ଼େଇ ଗରମ ହେଲା ପରେ କିଛି ତେଲ ଦେଇଦେବା। ତାପରେ ଆମେ ସନ୍ତୁଳାର ଫୁଟଣ ଦେଇଦେବା। ଏଇଠି ସନ୍ତୁଳାର ଫୁଟଣଟା ଆମେ ପଛରେ ଦେବାନି, ଆମେ ପ୍ରଥମେ ହିଁ ସନ୍ତୁଳାର ଫୁଟଣଟାକୁ ଦେଇଦେବା। ତେଲ ଗରମ ହେବା ପରେ ମୁଁ ସେଥିରେ ହାଫ୍ ସ୍ପୁନ୍ ସୋରିଷ, 1/4 ସ୍ପୁନ୍ ଜିରା ଆଉ ହାଫ୍ ସ୍ପୁନ୍ ବିରି ଡାଲିକୁ ଦେଇ ଦେଇଥିଲି। ଏଇସବୁ ଟିକେ ତାତିଗଲା ପରେ ସେଥିରେ ମୁଁ 3ଟି କଞ୍ଚା ଲଙ୍କାକୁ ଦେଇ ଦେଇଥିଲି, ଆଉ ଗୋଟେ ବଡ଼ ପିଆଜକୁ ଏମିତି ଛୋଟ ଛୋଟ କାଟିକି ଦେଇଦେଲି। ତାପରେ ଫ୍ଲେଭର ପାଇଁ ଆମେ ଟିକେ ଭୃସଙ୍ଗ ପତ୍ରକୁ ବି ଦେଇଦେବା। ପିଆଜଟା କଲର୍ ଟିକେ ଚେଞ୍ଜ ହେଇ ଆସିଲେ ସେଥିରେ ଆମେ ଗୋଟେ ହାଫ୍ ଇଞ୍ଚ ଅଦାକୁ ଛେଚିକି ଦେଇଦେବା, ଯାହାଫଳରେ କି ଆମର ସନ୍ତୁଳାର ଟେଷ୍ଟଟା ବହୁତ ବଢ଼ିଆ ଆସିବ, ଫ୍ଲେଭର ବି ବହୁତ ବଢ଼ିଆ ଲାଗିବ। ଏବେ ଆମେ କଟା ହେଇଥିବା ଲାଉକୁ ଦେଇଦେବା। ଲାଉକୁ ଯଦି ବଡ଼ ବଡ଼ କାଟିବେ ତେବେ ପିଲାମାନେ ତାକୁ ଦେଖିକି ଜମାରୁ ବି ଖାଇବେନି, ଆଉ ବହୁତ ବଡ଼ ଲୋକଙ୍କୁ ମଧ୍ୟ ଲାଉ ପସନ୍ଦ ନଥାଏ। ତ ସେଥିପାଇଁ ଆପଣ ଯଦି ଏଇଭଳି ଭାବରେ ଲାଉ କାଟିକି ବନେଇବେ ତାହେଲେ କେହି ଜାଣି ବି ପାରିବେନି ଏହା ଆପଣ ଲାଉ ସନ୍ତୁଳା ବନେଇଛନ୍ତି। ଏବେ ଲାଉକୁ ସ୍ୱାଦ ଅନୁସାରେ ଲୁଣ ଦେଇଦେବା, ଆଉ ସିଝିବା ପାଇଁ ଅଳ୍ପ କିଛି ପାଣି ଟିକେ ଦେଇଦେବା। ସେମିତି ବି ଲାଉର ପାଣି ବାହାରିଥାଏ, କିନ୍ତୁ ମୋର ପାଣି ଟିକେ ଶୁଖିଯାଇଥିଲା, ସେଥିପାଇଁ ମୁଁ ଏଇଠି ହାଫ୍ କପ୍ ପାଣି ଟିକେ ଦେଇଦେଇଛି, ଯାହାଫଳରେ କି ଆମର ଲାଉଟା ଏଇଠି ପୁରା ପରଫେକ୍ଟ ସିଝି ଆସିଲାଣି। ଏବେ ଆମେ ହାଫ୍ କପ୍ କ୍ଷୀରକୁ ଗରମ କରିକି ଦେଇଦେବା। କ୍ଷୀର ଜାଗାରେ ଆପଣ ମଲାଇର ୟୁଜ୍ ବି କରିପାରିବେ, ଯାହାଫଳରେ କି ଆମର ଲାଉ ସନ୍ତୁଳାର ଟେଷ୍ଟଟା ଟିକେ କ୍ରିମି ଟେକ୍ସଚର୍ ଆସିବ। ଏଇଠି ଆମେ ଲାଉର ଟିକେ କଡ଼ବା ଫ୍ଲେଭର ଯେଉଁ ଥାଏ ତାକୁ ଦୂର କରିବା ପାଇଁ ଆମେ 1/4 ସ୍ପୁନ୍ ଚିନିକୁ ଦେଇଦେବା। କ୍ଷୀର ଆଉ ଚିନି ଆପଣ ସ୍କିପ୍ କରିପାରିବେ, କିନ୍ତୁ ଥରେ ଆପଣ ୟୁଜ୍ କରିକି ଦେଖିବେ ସନ୍ତୁଳାର ଟେଷ୍ଟଟା ଆହୁରି 2 ଗୁଣ ବଢ଼ିଯିବ। କ୍ଷୀର ପକାଇଲା ପରେ ଆପଣ ଘୋଡ଼େଇବେନି, ନହେଲେ ଆମର କ୍ଷୀରଟା ଛିଡ଼ିଲା ଭଳିଆ ରହିବ। ତ ଆମେ ଏମିତି ଓପେନ୍ ହିଁ ତାକୁ କ୍ଷୀରଟାକୁ ଶୁଖିବା ପାଇଁ ଛାଡ଼ିଦେବା। 1ରୁ 2 ମିନିଟ୍ ଆମେ ଫୁଟିବା ପାଇଁ ଛାଡ଼ି ସାରିଲା ପରେ ଆମର ରେଡ଼ି ହେଇଯିବ କ୍ଷୀର ଦିଆ ଲାଉ ସନ୍ତୁଳା, ଯାହାକୁ ଆପଣ ପରଟା ସହିତ ବି ଖାଇପାରିବେ, ପଖାଳ ସହିତ ବି ଖାଇପାରିବେ, ଆଉ ଏହା ଖୁବ୍ କମ୍ ସମୟରେ ବି ବନେଇକି ରେଡ଼ି ହେଇପାରିବ। ତ ଡେରି କାହିଁକି, ଆପଣ ଥରେ ବନାନ୍ତୁ, ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ। ରହିଲି, ପୁଣି ଥରେ ନେକ୍ସଟ ଭିଡ଼ିଓରେ ଦେଖାହେବ। ଜୟ ଜଗନ୍ନାଥ।